ମୋର ଆପତ୍ତି ନାହିଁ, ଦରଦାମ ବଢ଼ିଲାଣି, ବିଧାୟକ ମନ୍ତ୍ରୀଙ୍କ ବଢୁ, କିଛି ଆପତ୍ତି ନାହିଁ। ନ ବଢିଲେ ରେଡି, ବଢିଲେ ବି ରେଡି। ସିଏ ଟଙ୍କା 60,000 ଭିତରେ ମୋ ଦିନକ 2 ଦିନର ଖର୍ଚ୍ଚ ସେ ଆଉ ଖାଲି ମିଛରେ ବଡ କଥା। ତାଙ୍କ ଘରକୁ ଯାଇକି ଫଳମୂଳ ଦେଇକି ବନ୍ଧୁ ହିସାବରେ ଗଲେନି ମୋହନ ମାଝି, ତାକୁ ଟିକେ ସାନ୍ତ୍ୱନା ଦେଇକି ଫଳମୂଳ ଦେଇକି ଆଇଥାନ୍ତେ। କେଡ଼େ ଅଲାଜୁକ ପ୍ରଧାନମନ୍ତ୍ରୀ ତମେ ଗୋଟେ ମୋହନ ମାଝି, ଆରେ ଅଲାଜୁକ। ତମର ଗୋଟେ ବିରୋଧୀ ଦଳ ନେତା ସହକର୍ମୀ, ତା ଦେହଟା ଖରାପ ହେଇଛି, ଟିକେ ଯାଇ ସାନ୍ତ୍ୱନା ଦେଇ ଟିକେ ଫଳମୂଳ ଦେଇକି ଆସନ୍ତନି। ଏଗୁଡ଼ା କି ମୁଖ୍ୟମନ୍ତ୍ରୀ ମ, ଏଗୁଡ଼ା ମିନ୍ ମାଇଣ୍ଡ। ଆମକୁ ଯଦି ନୋଟିସ୍ ହେଇଛି, ମତେ ନୋଟିସ୍ ଯାହା ମୋହନ ମାଝି ମାନେ ଜନ୍ମ ହେଇନଥିବୁ ମୁଁ ପଲିଟିକ୍ସରେ। ତା ଭିତରୁ ମୁଁ 6 ଥର ଯାଇଛି, 3 ଥର ଯାଇଛି। ଭାଗ୍ୟ ଭଲ ଗୋଟେ ହେଇଯାଇଛୁ ମୁଖ୍ୟମନ୍ତ୍ରୀ। ଏଡେ ମିନ୍ ମାଇଣ୍ଡ, ନୋଟିସ୍ ଦେଇଛ। 40 ବର୍ଷ ଲାଗିଛି ସେ ମନ୍ଦିର କରିବା ପାଇଁ, ଇନ୍ଦିରା ଗାନ୍ଧୀ ଆୟୁର୍ବେଦିକ ମେଡିକାଲ କଲେଜ ଆଜି ହସ୍ପିଟାଲ ଠିଆ ହେଇଛି ଚିରଦିନ ପାଇଁ। ଲିଙ୍ଗରାଜ ମନ୍ଦିର, ଜଗନ୍ନାଥ ମନ୍ଦିର ଠିଆ ହେଇছে, ଠିଆ ହେଇଥିବ, ହାତ ବଢି ପାରିବନି ତମେ। ଆଜି ହାତ ରହିବ ନା ନାହିଁ ସନ୍ଦେହ, ସମୟ ଆସିବ। ତେଣୁ ବଡ ଦୁଃଖଦାୟକ ଘଟଣା, ଏଭଳିଆ ନୋଟିସ୍ ଦବା ଅତି ଅନ୍ୟାୟ ହେଇଛି। ମତେ 6ଟା ମିଳିଥିଲା, ବାଟି ଦେଇଛି। ହଁ ହଁ, ସଞ୍ଜୟ ବେହେରା ତ ବାହାଘର କରୁଛନ୍ତି କଣ ସେ ଭିତରେ? ଭଲ ହୁଅନ୍ତା ନା। ନାଇଁ ତ ମୋର ତ ଇଏ ପୁତୁରାର ଝିଅ ଏଡେ ବଡ ହେଇନି ବାହା ହେବା ପାଇଁ। ଯଦି ଆଉ କାହା ବାହାରେ ଯାଇ ବସିଥିବ ମୁଁ କହିପାରିବିନି, କିନ୍ତୁ ସଞ୍ଜୟ ବେହେରା ବଢିଆ ଲୋକ, ସମସ୍ତଙ୍କୁ ନେଇ ଚାଲିଛି। ଆଉ ଯେ ମହାନ୍ତି ପାସ୍ ସେ କଣ ଦେବ ମ,